हेलो पिला माने आज आमे साधारणतंत्र दिवस किपरि पालन करा जाए से विषय रे आमे आज आलोचना करिबा। देख जदि तमे भाषण शिखिया पई चाहूच पिले ताकू प्रथमे तमे खातार लिखिबो लिखिकी ताकू बारंबार प्रैक्टिस करिवो करिकी काली जाइके स्कूल रे कहबो। बुझि पाइलो। देख काली जो रही रिपब्लिक डे बा साधारणतंत्र दिवस से विषय रे आमे गोटे भाषण को आलोचना करिबा। बिले माने भाषण टी को तमे खातार लिखिबो लिखिकी ताकू प्रैक्टिस करिवो तापर जाई स्कूल रे तमे ताकू न देखिकी कहबो। देख साधारणतंत्र दिवस अगस्ट 15 तारिख जेपरी समग्र भारतवर्षर गणतंत्र दिवस रूपे पालित हुए जनवरी 26 तारिख सेहीपरि साधारणतंत्र दिवस रूपे पालित होइथाय। अगस्ट 15 तारिख जेपरी समग्र भारतवर्षर गणतंत्र दिवस रूपे पालित हुए जनवरी 26 तारिख सेहीपरि साधारणतंत्र दिवस रूपे पालित होइथाय। 1947 मसीहा रे आम देश स्वाधीनता पाइथिले मध्य आमर संविधान प्रणयन करा जाई नथिला किंबा इंग्रेज मानक शासनाधीनरू आमे संपूर्ण मुक्त नथिले। एहा परे संविधान प्रणीत हैला। एवं 1950 जनवरी 26 तारिख ठारू भारत एक सार्वभौम गणतांत्रिक साधारणतंत्र राष्ट्र रूपे परिगणित हैला। सुतरां स्वाधीनता दिवस परी जनवरी 26 तारिख दिनटी आंभ मानक पक्षरे पवित्र। यह भारतर एक जातीय दिवस। साधारणतंत्र दिवस एक महान राष्ट्रीय पर्व। साधारणतंत्र दिवस एक महान राष्ट्रीय पर्व। सही दिन हिमालय ठारू कुमारिका पर्यंत बहु आडंबर सहकारे एही उत्सव पालित हुए। विशेषतः राजधानी दिल्ली रे एहा महा समारोह रे पालन करा जाए। इंडिया गेट ठारे जल स्थल वायुसेना पक्षरु राष्ट्रपति को अभिवादन प्रदान करा जाए। एही पवित्र समारोह को अवलोकन करिबा पाई दिल्ली तथा भारतर विभिन्न स्थानरू हजार हजार नरनारी इंडिया गेट्स प्रांतर रे समवेत हुअंती। शांति श्रृंखला रक्षा करिबा पाई पुलिस और सैन्य बाहिनी तरफरू व्यवस्था करा जाई थाए। प्राय सकाळर निरूपित समय रे राष्ट्रपति एक सुसज्जित घोड़ा गाड़ी रे अभिवादन मंच निकट को आसंती। तांको आग और पछ रंगीन पोशाक परिधान करी अश्वारोही देहरक्षी माने जाउथांती। अभिवादन मंच पाखरे मंत्रिमंडल सदस्यवृंद उच्च पदाधिकारी एवं अन्य प्रतिष्ठित व्यक्तिगण उपस्थित रही थांती। प्रधानमंत्री राष्ट्रपति को स्वागत संबोधना जनाई अभिवादन मंच निकट को नियंती। सेतेबेले 31 थर तप फुटा जाई राष्ट्रपति को अभिवादन ज्ञापन करा जाई थाए। सैनिक गण
ବାଦ୍ୟଯନ୍ତ୍ର ପରିବେଷଣ କରନ୍ତି। ତତ୍ପରେ ରାଷ୍ଟ୍ରପତି ଦେଶବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରନ୍ତି। ଏହାପରେ ରାଷ୍ଟ୍ରପତି ବୀରତ୍ୱ ପ୍ରଦାନ କରିଥିବା ସୈନିକମାନଙ୍କୁ ଉପାଧି ଓ ଫଳକ ପ୍ରଦାନ କରି ସମ୍ମାନିତ କରିଥାନ୍ତି। ଜଳ, ସ୍ଥଳ, ବିମାନ ବାହିନୀ ସୈନିକଗଣ ବିବିଧ ପୋଷାକ ପରିଧାନ କରି ପ୍ୟାରେଡ୍ ପ୍ରଦର୍ଶନ କରନ୍ତି। ଏହା ବ୍ୟତୀତ ଘୋଡ଼ା, ହାତୀ, ଓଟ ଉପରେ ରଙ୍ଗ ବେରଙ୍ଗ ପୋଷାକ ପରିଧାନ କରି ସୈନ୍ୟବାହିନୀ ରାଷ୍ଟ୍ରପତିଙ୍କୁ ଅଭିବାଦନ ପ୍ରଦାନ କରନ୍ତି। ଏହାପରେ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ପ୍ରଦର୍ଶିତ ହୁଏ। ଖୋଲା ମୋଟର ଗାଡ଼ିରେ ଲୋକ ନର୍ତ୍ତକଗଣ ସେମାନଙ୍କର କଳାକୁଶଳତା ପ୍ରଦର୍ଶନ କରନ୍ତି। ପରିଶେଷରେ ବାୟୁସେନା ବିମାନ ଆକାଶମାର୍ଗରୁ ତଳକୁ ଆସି ରାଷ୍ଟ୍ରପତିଙ୍କୁ ଅଭିବାଦନ ପ୍ରଦାନ କରେ। ତତ୍ପରେ ଇଣ୍ଡିଆ ଗେଟ୍ରୁ ଶୋଭାଯାତ୍ରା ଆରମ୍ଭ ହୋଇ ପ୍ରାୟ ଦୀର୍ଘ 15 କିଲୋମିଟର ପଥ ଅତିକ୍ରମ କଲା ପରେ ଲାଲକିଲ୍ଲାରେ ପହଞ୍ଚେ। ଏହିପରି ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ଅତ୍ୟନ୍ତ ଆନନ୍ଦ ଉତ୍ସାହ ସହିତ ପାଳିତ ହୁଏ। କେବଳ ରାଜଧାନୀ ଦିଲ୍ଲୀରେ ନୁହେଁ, ଭାରତର ବିଭିନ୍ନ ରାଜ୍ୟର ରାଜଧାନୀ, ଶିକ୍ଷାକ୍ଷେତ୍ର ତଥା କାର୍ଯ୍ୟାଳୟଗୁଡ଼ିକରେ ସାଧାରଣତନ୍ତ୍ର ଦିବସ ମଧ୍ୟ ପାଳିତ ହୁଏ। ଶିକ୍ଷା କେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀମାନେ ପ୍ରଭାତ ଫେରି କରି ବିଦ୍ୟାଳୟ ପ୍ରାଙ୍ଗଣରେ ଏକତ୍ର ହୁଅନ୍ତି। ସେମାନେ ଯଥାରୀତି ଜାତୀୟ ପତାକା ସମ୍ମୁଖରେ ଦଣ୍ଡାୟମାନ ହୁଅନ୍ତି। ପତାକା ଉତ୍ତୋଳନ କରାଯିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଏ। ପ୍ରଧାନ ଶିକ୍ଷକ କିମ୍ବା ନିମନ୍ତ୍ରିତ ଅତିଥି ସଂକ୍ଷିପ୍ତ ଭାଷଣ ପ୍ରଦାନ କରି ଏକ ଦିବସର ମହତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କର ଅବଗତ କରାନ୍ତି। ଜାନୁଆରୀ 26 ତାରିଖ ଦେଶ ଓ ଜାତି ପକ୍ଷେ ମହାନ ଦିବସ। ଏହି ପବିତ୍ର ଦିବସରେ ଦେଶବାସୀ ଜାତୀୟ ପତାକା ତଳେ ଦେଶ ଓ ଜାତିର ଉନ୍ନତି କଳ୍ପେ ଶପଥ କରିଥାନ୍ତି। ସ୍ୱାଧୀନତା ଲାଭ ପରେ ଦେଶକୁ ଅନେକ ବହିଃଶତ୍ରୁ ଆକ୍ରମଣ କରନ୍ତି, ବିଶ୍ୱାସରେ ବିଷ ଦେଇଛନ୍ତି। ଅତୀତରେ ଦେଶ ନାନା ସଙ୍କଟର ସମ୍ମୁଖୀନ ହୋଇଛି। ସାଧାରଣତନ୍ତ୍ର ଦିବସରେ ଆମେ ସବୁ ଭାରତୀୟ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକ ସ୍ୱରରେ ଶପଥ କରିଥାଉ। ଏହି ଦିନ ଆମ୍ଭେମାନେ ଜାତୀୟ ପ୍ରେମରେ ଉଦ୍ବୁଦ୍ଧ ହୋଇଥାଉ। ଦେଶର ପ୍ରଗତି, ଜନସାଧାରଣଙ୍କର ଉନ୍ନତି ପାଇଁ ସମୀକ୍ଷା କରିବାକୁ ଏହି ଦିବସ ସୁଯୋଗ ଦିଏ। ଏହି ଦିବସ ଉପଲକ୍ଷେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥାଏ। ଅନେକ ସ୍ଥାନରେ ସୁଆଙ୍ଗ, ଘୁମୁରା ନାଚ, ସଙ୍ଗୀତ, ପାଲା ଆଦି ଲୋକନୃତ୍ୟର ଏହି ଦିବସ ଉପଲକ୍ଷେ ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥାଏ। ଅନେକ ସ୍ଥାନରେ ସୁଆଙ୍ଗ, ଘୁମୁରା ନାଚ, ସଙ୍ଗୀତ, ପାଲା ଆଦି ଲୋକନୃତ୍ୟର ଆୟୋଜନ କରାଯାଇଥାଏ। ବିଦ୍ୟାଳୟମାନଙ୍କରେ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ, ବକ୍ତୃତା ପ୍ରତିଯୋଗିତା, ମନୋରଞ୍ଜନ କାର୍ଯ୍ୟକ୍ରମ ଆଦିର ବ୍ୟବସ୍ଥା ହୋଇଥାଏ। ଏହି ଉପଲକ୍ଷେ ବିଦ୍ୟାଳୟମାନଙ୍କରେ ନାନା କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥାଏ। ଅନ୍ୟାନ୍ୟ ସ୍ୱାଧୀନ ଦେଶ ପରି ଆମ ଦେଶରେ ମଧ୍ୟ ଗୋଟିଏ ସମ୍ବିଧାନ ଅଛି। ଏହି ସମ୍ବିଧାନକୁ ମାନି ଚଳିବା ପାଇଁ ଦେଶବାସୀ ଏହି ଦିବସରେ ସଂକଳ୍ପବଦ୍ଧ ହୁଅନ୍ତି। ସ୍ୱାଧୀନତା ଦିବସ ପରି ଗଣତନ୍ତ୍ର ଦିବସରେ ମଧ୍ୟ ଜାତୀୟ ପତାକାକୁ ଯେକୌଣସି ସ୍ଥାନରେ ବ୍ୟବହାର କରାଯାଇ ପାରିବାର ବ୍ୟବସ୍ଥା ରହିଛି। ସାଧାରଣତନ୍ତ୍ର ଦିବସ ଭାରତରେ ଏକ ଜାତୀୟ ଉତ୍ସବ। ଏହା ଦେଶବାସୀଙ୍କ ପାଇଁ
ଆତ୍ମସମୀକ୍ଷା ଓ ସଂକଳ୍ପର ଦିବସ। ଏହା ଦେଶବାସୀଙ୍କ ପାଇଁ ଆତ୍ମସମୀକ୍ଷା ଓ ସଂକଳ୍ପର ଦିବସ। ଦେଶରେ ଜାତୀୟ ସଂହତି ଅକ୍ଷୁଣ୍ଣ ରହିବାକୁ ସର୍ବଦା ସତର୍କ ରହିବା ଉଚିତ। ଶତ୍ରୁମାନଙ୍କ ବିରୋଧରେ ସଂଗ୍ରାମ କରିବାକୁ ପଣ କରିବା ବିଧେୟ। ଦେଶର ବିଭିନ୍ନ ସ୍ତରରେ ଦୁର୍ନୀତି ଦେଖାଦେଇଛି। ସେହି ଦୁର୍ନୀତି ରୋକିବା ଦିଗରେ ଆମ ସମସ୍ତଙ୍କର କର୍ତ୍ତବ୍ୟ ରହିଛି। ଦରଦାମ ମଧ୍ୟ ବୃଦ୍ଧି ହେବାରେ ଲାଗିଛି। ତେଣୁ ଏହି ଦିବସରେ ଆମର ଦୋଷ ଦୁର୍ବଳତା ପରିତ୍ୟାଗ କରି ପୂର୍ଣ୍ଣ ପ୍ରାଣରେ କାର୍ଯ୍ୟ କରିବା ଉଚିତ। ଏତିକିରେ ମୁଁ ମୋର ବକ୍ତବ୍ୟ ରଖୁଛି। ଜୟ ହିନ୍ଦ, ଜୟ ଭାରତ। ରହିଲି ପିଲାମାନେ, ତୁମମାନେ ଭାଷଣଟିକୁ ଲେଖିକି ପ୍ରାକ୍ଟିସ୍ କରିବ। କାଲି ଯାଇ ବିଦ୍ୟାଳୟରେ କହିବ।